ମାଉସୀ ଓ ମାଉସୀ ଅନଲାଇନ ବନ୍ଦ ହେଇଯିବ କି କହିଲା ଭିଡ଼ିଓ ଦେଖୁଛ କେନ୍ ଲାଗୁଛି ଭିଡ଼ିଓ ଭଲ ଲାଗୁଛି ସବୁଦିନ ଦେଖୁଛି କ'ଣ ଖାଇନ କି ମୁହଁଟା ଏମିତି କ'ଣ କରି ଚାମିଳିଆ ଭଳିଆ ହଁ ଏଇଟା କ୍ୟାମେରା ଲାଗିଛି ଏଥର। ନମସ୍କାର ଜୟ ଜଗନ୍ନାଥ ବିକ୍ରମ ଏକ୍ସପ୍ରେସ୍ 4001 ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ମୁଁ ବିକ୍ରମ ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଆଉ ମୁଁ କହିଥିଲି ମଧ୍ୟ କେତେଟା ପାର୍ସଲ୍ ଦେଲା ପରେ କେତେ ଟଙ୍କା ଇନକମ୍ ହୋଇଥିଲା। ଆଉ ବହୁତ ଟାୟାର୍ଡ ଲାଗିବା ଭିତରେ ମୁଁ ଆଉ ଭିଡ଼ିଓ ବନେଇ ପାରିନଥିଲି ଅଫିସରେ, ଘରକୁ ଆସିକି ବନେଇଥିଲି। ଆଜି ହେଉଛି ତାର ନେକ୍ସଟ ଡେରେ ବର୍ତ୍ତମାନ ମୁଁ ଗାଧୁଆ ପାଧୁଆ ପୁରା ମସ୍ତ ରେଡ଼ି ହେଇକି ଅଫିସ ଯିବା ପାଇଁ ବାହାରି ପଡ଼ିଛି। ଆଉ ମୁଁ ବର୍ତ୍ତମାନ ଅଛି ଘରେ, ଭିଡ଼ିଓଟି ଷ୍ଟାର୍ଟ ହେଉଛି ଆଜି ଘରୁ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି ମୁଁ ଗାଧୋଇକି ଆସିବା ପରେ ଖାଇସାରିଲା ପରେ ଯାଇକି ଅଫିସ ଯାଏ। ଆଉ ମୁଁ ଏବେ ବର୍ତ୍ତମାନ ଖାଇବା ପାଇଁ ଯାଉଛି। ଆଉ ଆଜି ଖାଇବାରେ ଅଛି ଆପଣଙ୍କୁ ଫାଷ୍ଟ ଦେଖାଇ ଦେଉଛି। ତ ଦେଖନ୍ତୁ ଭାଇ, ଗାଁ ଗହଳିର ଖାଇବା, କେଉଁ ଟାଉନର ଖାଇବା ନୁହଁ କି କେଉଁ ଧନୀ ଲୋକଙ୍କର ଖାଇବା ନୁହଁ। ତ ଆଜି ଖାଇବାରେ ଅଛି ଗରମ ଭାତ, ତାପରେ ଡାଲି, ଆମର ଆଳୁ ଭରତା, ଆଉ ବାଇଗଣ ନୁହଁ, ଲଙ୍କା, ଲୁଣ, ପିଆଜ, ଏମିତି କିଛି ଅଛି ଖାଇବା ପାଇଁ। ତ ଚାଲ ଲେଟ୍ କରିବାନି, ଶୀଘ୍ର ଶୀଘ୍ର ଖାଇବା। ଆଉ ଏବେର ସମୟ ହେଇଗଲାଣି କେତେଟା, 7ଟା ପାଖାପାଖି ହେଇଗଲାଣି। ମୋବାଇଲରେ ଆର ଗୋଟେ ଚାର୍ଜ ବସେଇଛି। ତ ଚାଲ ଶୀଘ୍ର ଶୀଘ୍ର ଖାଇବା। ଆଉ ଖାଇସାରିଲା ପରେ ଅଫିସକୁ ଯିବା। ଆଉ ଆଜି ଦେଖିବା ଆମକୁ କେତେଟା ପାର୍ସଲ ମିଳୁଛି, ଆମେ ଲାଷ୍ଟରେ କେତେଟା ପାର୍ସଲ ଦେବା ସହିତ ଆଉ କେତେ ଟଙ୍କା ଇନକମ୍ କରିପାରୁଛେ। ତ ଫାଇନାଲି ଗାଇজ ମୁଁ ବର୍ତ୍ତମାନ ଅଫିସରେ ଆସି ପହଞ୍ଚି ଯାଇଛି। ଆଉ ପହଞ୍ଚିକି ମୋର ଯେତେକ ପାର୍ସଲ ଏବେ କହୁଥିଲା ମୁଁ ଆଉଟ୍ ସ୍କାନ୍ କରିସାରିଛି। ମୋତେ ଆଜି ସାଡୋଫ୍ୟାକ୍ସରେ ମିଳିଛି, ଆପଣଙ୍କୁ ଦେଖାଉଛି ଗୋଟେ ମିନିଟ୍। ମୋତେ ଆଜି ସାଡୋଫ୍ୟାକ୍ସରେ ପିକଅପ୍ ପାର୍ସଲ ମିଶିକି ମିଳିଛି ମାତ୍ର 30ଟା। ଆଉ ଏକ୍ସପ୍ରେସ୍ ବିସ୍ରେ ଅଛି 6ଟା। ତ ଚାଲ ଲେଟ୍ କରିବାନି, ଶୀଘ୍ର ଶୀଘ୍ର ଫିଲ୍ଡକୁ ବାହାରି ପଡ଼ିବା। ଆଉ ପାର୍ସଲ ଦେବା ସହିତ ଲୋକଙ୍କ ସାଥିରେ ଟିକେ ମିଶିବା। ଆଉ ଲାଷ୍ଟରେ କଥା ହେବା କେତେଟା କ'ଣ ପାର୍ସଲ ଡେଲିଭରି କଲେ। ତ ଲେଟ୍ସ ଗୋ ନାଓ। A few moments later. ତ ପବ୍ଲିକ ଆମ ପ୍ରଥମ ପାର୍ସଲ ଡେଲିଭରି କରିବା ପାଇଁ ଆମେ ପଳେଇ ଆସିଲେ କଷ୍ଟମରଙ୍କ ଲୋକେସନକୁ। କଷ୍ଟମରକୁ କଲ୍ କରୁଛେ କିନ୍ତୁ କଷ୍ଟମର କଲ୍ ରିସିଭ୍ କରୁନାହାନ୍ତି। ଯେହେତୁ ଆମେ ତାଙ୍କ ଘର ଜାଣିଛେ ତ ଘରଠିକି ଯାଇକି ତାଙ୍କର କଲିଂ ବେଲ୍ ମାରିଦେବା। ତ ଆମର ପ୍ରଥମ ପାର୍ସଲ ଡେଲିଭରି ହୋଇଗଲା। ଗୋଟେ ଥିଲା ଏକ୍ସପ୍ରେସ୍ ବିସ୍ରେ, ଆଉ ଗୋଟେ ଥିଲା ସାଡୋଫ୍ୟାକ୍ସରେ। ଗୋଟେ କଷ୍ଟମରଙ୍କର। ତ ନେକ୍ସଟ କଷ୍ଟମରଙ୍କୁ ଚାଲନ୍ତୁ କଲ୍ କରିଦେବା। ଆଉ ତାଙ୍କଠୁ କନଫର୍ମ ହେଇଯିବ ଯେ ପାର୍ସଲଟା କେଉଁ ଜାଗାରେ ନେବେ। ତ ସେଇ ପାର୍ସଲଟା ଦେଇସାରିଲା ପରେ ନେକ୍ସଟ ପାର୍ସଲ ଦେବା ପାଇଁ ମୁଁ ଯାଉଥିଲି ଆଗକୁ। ଆମ ଚନ୍ଦିଆ ଆସିଲା ହାରି। ଚନ୍ଦିଆ ଏଇଟା କାମ ଅଛି ନା ପାର୍ସଲ ଅଳପରେ ଏବେ ଅଫର୍ ନାହିଁ ନା, ଲୋକ ମଗୁଛନ୍ତି ଅଧିକ କି ଯାହା ନୟାଗଡ଼ ପାର୍ସଲ ଆସୁଛି ବହୁତ। ନୟାଗଡ଼ ଲୋକ ମାରୁଛନ୍ତି। ଆମେ ଏ ଅଧିକ ଦବ ହେନ୍ତି ଫୋନ୍ ପେ କରିଦେବୁ ଏଇଟା। ହ୍ୟାଲୋ ହଁ, ଗୋଟେ ରିଟର୍ନ ଥିଲା ଆପଣଙ୍କର। ଆଜ୍ଞା କୋଉଠି ଦେବେ କହିଲେ ଏଇଟା? ହଁ ଦିଲ୍ଲୀପ ଦେହୁଡ଼ି ରିଟର୍ନଟା କିଏ ରଖିଛି? ତମେ ରଖିଛ ନା ସିଏ ରଖିଛନ୍ତି? ଓ ତମେ ରଖିନ ତାହେଲେ ରିଟର୍ନ? ଠିକ ଅଛି, ତାଙ୍କୁ କହିଦିଅନ୍ତୁ ଟିକେ ଜଲ୍ଦି। ପାର୍ସଲ ଟିକେ କଲ୍ କରିଦେବା। ରିଟର୍ନଟା ତ ଆମେ କଥା ହେଇଗଲେ ସେ ଦିଲ୍ଲୀ ଭାଇ ଦେବେ ବୋଲିକି, କିନ୍ତୁ ପାର୍ସଲଟା କିଏ ନେବେ? ହଁ ବାହାରି ଯିବା। ଆଜ୍ଞା ହଁ ଆସୁନାହାନ୍ତି।
तो चलो आम तो ये पार्सल भी देदेले सक्सेसफुली नेक्स्ट पार्सल आगू जा जोटा कि आमर अच्छी गवर्नमेंट आईटीआई खुटुबंध तो अब आम आसिक पहुँच गले कौटी ना गवर्नमेंट आईटीआई ओ सिक्यूरिटी भाई कृष्णा मैम कर खाइन कि मुहटा एमती कौन कर चामिलिया भलिया हाँ एटा कैमेरा लगी थर चलती तो चल आम सिक्यूरीटी भाई को भी पार्सल देदेले मैडम जमी कहते सिक्यूरीटी भाई को देदेव आ सिक्यूरीटी भाई को भी मुझे देदेली आमर भाई हसु नी मुझे कहला हसिले हेलो हेलो पार्सल आसला आप परा पार्सल केते दुईटा आसी तो 870 टका हूँ दुईटा आसीची आज्ञा 870 आज्ञा हमर तुमके आसी बाहागर को तो आज्ञा फोन पे कर देवे ना कैश देवे घर ठी हां घर ठी आसले नै जिवे हाँ मुझे घर ठी तो अच्छी बाहर अच्छी कही दिखाँ बाहर को आसी पैसा देके आसिए हां हां आज्ञा तो चलतु आम नेक्स्ट पार्सल कस्टमर को कॉल करदे आउ चल पार्सल दुटा देदेवा पानी पूरा कईचल पानी ना कौन हाँ गाधुन समस्ते मौसा कौन ठिया ए जो तुम ये हुड़ारे बिक्री कर करना एरा के न गाँ नौ ना के नीलाम कर ना भल बिक्री एरा गाँ ये कर ना कि अच्छा 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 हो हो फोन पे करें ना कैसे तब ऑनलाइन बंद हो जाए कि कहला आगर ये दिन न बढ़ू कमिया ना ना गोटे पर गोटे ऑफिस खोला हो जिते पार्सल आउे दे होनी किसी बंद हम एत पार्सल आउे गोटे ऑफिस 8टा ऑफिस है सुमंत तो तो चलो तो ये गाँव जो दुटा पार्सल था सक्सेसफुल भी डेलीवरी हो गला लेट टिके है किंतु डेलीवरी हो गला तो चलो नेक्स्ट पार्सल दबा आ फोन भी टे करदे 240 टका रेडी कर है तो ना कहते मुझे जाते मुझे ना घर टी पठे मो नंबर सेव अच्छी तू जानी तो नंबर को चिन्हा दउ आउ चिन्हा देवी कम तो चलो हमरो बुल्लू भाई को आम पार्सल भी देदेले आर समय होगा के 11:21 मुझे पहुँचली राजपाटना तो चलो नेक्स्ट पार्सल दबा कस्टमर को भी आम कॉल कर नेक्स्ट पार्सल दबा को आम जी बाहरी आराम से आ भाई भोक प्रबल जोर है सकाଳେ खाई आसती कुआड़े अनौज सकाଳେ खाई आसती फिर भी भोक है प्रबल जोर सही तो चलो नेक्स्ट पार्सल दबा सेमती किसी ना कौन पिंत कपासिया समासिया जिनस मौसी ओ मौसी मौसी भाई हरियाणा देख कुआड़े जा पड़ी मौसी कौन कहीं नहादी मौसी ओ मौसी पार्सल आज फोन उठाउन फोन धरिक आस फोन धरिक आस फोन मन अच्छी तो कहीदौन भिडियो देखुच के लगे भिडियो सब दिन देखुची तुम भिडियो आसले चलिए तो ब्लोर करदेवी मुँह ब्लोर करदेवी चलिए तो ऑल द बेस्ट
ଠିଆ ହେଇଛି ଭାଇଟି ବାବା ସୋଲାଠି ଠିଆ ହେଇଛି ସୋଲାଠି ଠିଆ ହେଇଛି ଆସିବେ ଟିକେ ହଁ ହୁଣ୍ଡାଟା କେଜାଣି ତ ଭାଇ 15-20 ମିନିଟ୍ ଠିଆ ହେଲା ପରେ ଯାଇକି ପାର୍ସଲଟା ଗଲା କ'ଣ କରିବା ଭାଇ ଡେଲିଭରି ଲାଇନ୍ଟା ଭାଇ ଏମିତି ଭାଇ ମାନେ ଆପଣଙ୍କୁ ଭିଡ଼ିଓ କଟ୍ କରିକି ଦିଆହେଉଛି ସର୍ଟ କରିକି ପୁରା କିନ୍ତୁ ଫିଲ୍ଡରେ କେତେ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ୁଛି ସେଇଟା ଡେଲିଭରି ପିଲା ହିଁ ଜାଣିଛନ୍ତି ହେଲା ହ୍ୟାଲୋ ହଁ ପାର୍ସଲ ସେ ସିମଟା ଟିକେ ଗୋଦାମଠି ନେବେ ତ ଅଛନ୍ତି ଘରଠି ତ ହଁ ପହଞ୍ଚିକି ଫୋନ୍ କରୁଛି ଫୋନରେ ପାଖରେ ରଖିଥାନ୍ତୁ ତ ଚାଲ ଭାଇ କ'ଣ କରିବା ଖରା ତ ପ୍ରବଳ ଜୋରେ ହେଉଛି ଆଉ ଖରା ବି ଏ ବର୍ଷ ହେବ ପ୍ରବଳ ଜୋରେ ଖାଇଦେଇକି ତ ପଳେଇ ଆସିଛି ଯେ ଟେନସନ୍ ନାହିଁ ହାଏ ସାଙ୍ଗ ଭଲ ଅଛ ହଉ ହଁ ଭିଡ଼ିଓ ଆଇଛି ଭାଇ ଆପଣଙ୍କୁ ଭଲ ପାଇବା ଲାଗି ଭିଡ଼ିଓଟା ଏତେ ଭାଇରାଲ୍ ଯାଉଛି ତ ସମସ୍ତେ ଚିହ୍ନୁଛନ୍ତି ଆଉ ସବୁ ଜିନିଷ ପଚାରୁଛନ୍ତି ମଧ୍ୟ ଆଉ ସେମିତି ଭଲ ପାଇବା ଦେଇ ଚାଲନ୍ତୁ ଆଉ ମୋ ରିଅଲ୍ ଜିନିଷ ଯେଉଁଟା ମୁଁ ସେଇଟା ଆପଣମାନଙ୍କୁ ଦେଖେଇ ଚାଲିବି ତ ଚାଲ କେଉଁଥିରେ ଜବ୍ ପାଇଛ ସେଣ୍ଟ୍ରାଲ ନା ଓଡ଼ିଶା ଏ ଷ୍ଟାଫ୍ ସିଲେକ୍ସନରେ ଓଟିଭିରେ ନାଇଁ ନର୍ମାଲ ମେସେଜ୍ ବକ୍ସରେ ଯାଇଛି 4 ନମ୍ବରରେ ସରି 75 ହଁ ଇନଷ୍ଟା ଦେଖିଛ କ'ଣ ଭିଡ଼ିଓରେ ପକେଇନି ପକେଇନି ବ୍ଲୋର୍ କରିଦେବି ନାଇଁ ଫେସ୍ ମାନେ ବ୍ଲୋର୍ କରିଦେବି ଯେମିତି ବ୍ଲୋର୍ ସମସ୍ତଙ୍କର କରୁଛି ଚଳେ ତ ଠିକ୍ ଅଛି ଧନ୍ୟବାଦ ମୋର ଆଉ ପାର୍ସଲ ହେଲା ମାତ୍ର କେତେଟା ଏକ୍ସପ୍ରେସ୍ ବି ପାର୍ସଲ ସରିଗଲା ଗୋଟେ ପିକଅପ୍ ଅଛି ଯେଉଁଟାକି ମୁଁ ଆଣିଛି ହେରି ପିକଅପ୍ ଡନ୍ ହେବ ଅଫିସ୍କି ଗଲେ ଆଉ ସାର୍ଟ ଫ୍ୟାକ୍ସରେ ଗୋଟେ ମିନିଟ୍ ସାର୍ଟ ଫ୍ୟାକ୍ସରେ ରହିଲା 2ଟା ପାର୍ସଲ ଆଉ 2, 3, 4ଟା ପିକଅପ୍ 2ଟା ପାର୍ସଲ ଚାଲ ଶୀଘ୍ର ଶୀଘ୍ର ଦେଇଦେବା ଆଉ ଘରକୁ ଯିବା ନହେଲେ ଅଫିସ୍କି ଯିବା କଥା ଯଦି ଯିବା କି କ'ଣ କରିବା ଆଉ ଏବେର ସମୟ ହେଇଗଲା କେତେ 3ଟା 28 ଅଧଘଣ୍ଟେ ଘଣ୍ଟାଟେ ପରେ ଆମେ ବାଦଲ ଘା ଟିକେ ଠିଆ ହେଇ କଥାବାର୍ତ୍ତା ହେଇଗଲୁ ସେ ଟାଇମ୍ ଟିକେ ୱେଷ୍ଟ ହେଇଗଲା ତ ଠିକ୍ ଅଛି ଚାଲ ହାଜର ନୁହଁ ପଦିନ ଭାଜା ସବୁ କଷ୍ଟମର ଜାଣିପାରୁନାହାନ୍ତି ଓଟିଭିଟା କେତେବେଳେ ଆସୁଛି ଭାଇ ଆଉ ଗୋଟେ କଥା ଆପଣଙ୍କର ଯଦି ପ୍ରିପେଡ଼ ହେଉଛି ଆମର କ'ଣ କହିଲେ ପାର୍ସଲ ପ୍ରିପେଡ଼ କରୁଛନ୍ତି ମାନେ ଆଗୁଆ ପଇସା ଦେଉଛନ୍ତି ଫୋନ୍ପେ ହେବାରେ ତେବେ ସକାଳେ ଯେତେବେଳେ ଆମେ ବାହାରୁଛୁ ଅଫିସକୁ ଦେଖିବେ ସକାଳୁ ଗୋଟେ ମେସେଜ୍ ଯାଇଥିବ ହେଲା ସେଇଟା ସଦାବେଳେ ଦେଖିବାକୁ ଟ୍ରାଏ କରିବେ ଆସିଲା ପରେ ମାନେ ଯେତେବେଳେ ଆମେ କଷ୍ଟମରଙ୍କୁ ଫୋନ୍ କରୁଛୁ ତ ସେମାନେ ସେଇ ସମୟର ମେସେଜଟାକୁ ଦେଖନ୍ତି ଯାହା ଫଳରେ କି ସେଇଟା ସକାଳେ ଶୋ ହେଇଯାଇଥାଏ ଆଉ ଯାଏନି ହେଲା କି ତ ଟିକେ ଟ୍ରାଏ କରିବେ ଯେଉଁମାନେ ବି ଜାଣିନାହାନ୍ତି ସକାଳେ ମେସେଜ୍ ଦେଖିବା ପାଇଁ ଟିକେ ହେଲା ତ ତାହେଲେ ନେକ୍ସଟ ଗୋଟେ ପାର୍ସଲ ହେଲା ଏଇଟା ଦେଖିବା କଲ୍ କରିନି ତ କଲ୍ କରିଦେବା ପଚାରିଦେବା ଲାଇଭ୍ ଭିଡ଼ିଓଟା 116 ଟଙ୍କା ଅଛି କଷ୍ଟମର କାଟିଲେ ଠିକ୍ ଅଛି ଆଉ ଥରେ ଟ୍ରାଏ କରିବା କିଛି କଥା ନାହିଁ କାଟିଲେ ମାନେ ତ ଫୋନ୍ ରଖିଛନ୍ତି ପାଖରେ ନା ଉଠିଲା ନାହିଁ ଟ୍ରାଏ କରିବା ହ୍ୟାଲୋ ହଁ ପାର୍ସଲ କୋଉଠି ନେବ ଫାଷ୍ଟ କଷ୍ଟମର ଆମର କଲ୍ କାଟିଦେବେ ତାପରେ ସେକେଣ୍ଡ ଥର କଲ୍ ରିସିଭ୍ କରି କହିଲେ କେଉଁଠି ନେବା କଥା ତ ଚାଲ ଯିବା ତାଙ୍କ ଲୋକେସନରେ ପହଞ୍ଚିବା ଆଉ ତାଙ୍କ ପାର୍ସଲଟା ଆରାମସେ ପୁରା ଡେଲିଭରି କରିବା ଫୋନ୍ ପେ ନା କ୍ୟାସ୍ ଦେବ ଦିଅ ସେଟା ପୁରା ସେଟା ରହିବ ସେମିତି 100% କ'ଣ ପାଇଁ ଦେଖ ସମସ୍ତ ମାସ ଚେଞ୍ଜ ଆଭେଲେବଲ୍ ରୁହେନି ନା ଦେଖ ତୁମ ପାର୍ସଲ ତୁମେ ଜାଣିଛ କେତେ ଟଙ୍କା ଆସୁଛି ମଗେଇଛ ବୋଲିକି ତ
ତମେ ତାକୁ ଚାହିଁ ତମେ ଯେଉଁଦିନ ମଗେଇବ ତା 5 ଦିନଠୁ 4 ଦିନଠୁ ପଇସା ରଖିଦେଇଥିବ ହେଲା। ତ ଫାଇନାଲି ମୋର ଲାଷ୍ଟ ପାର୍ସଲ ଡେଲିଭରି ସକ୍ସେସଫୁଲ ହେଇଗଲା। ଆଉ ମୋର କେବଳ ରହିଲା ପିକଅପ୍ ତକ ଅପଡ଼େଟ୍ ହେବ କେବଳ ଘରେ, ବାହାରେ ଅପଡ଼େଟ୍ କଲେ ହୁଅନ୍ତା, କିନ୍ତୁ ଯେହେତୁ ଆଜିଓ ପିକଅପ୍ ଗୁଡ଼ାକ ଟିକେ କ୍ୱାଲିଟି ରହୁଛି, ହାଇ ଆମାଉଣ୍ଟ ବି ରହୁଛି, ତ ଟିକେ କୁଆଡ଼େ ସୁବିଧା ଅସୁବିଧା ହେଲେ ସେଟା ପେମେଣ୍ଟ କାଟିବ। ତ ସେଥିପାଇଁ ଘରେ ସେଗୁଡ଼ା ପୁରା ଫ୍ରି ହେଇକି କରିବାକୁ ପଡ଼ିବ। ଆଉ ଏଇଠୁ ମୁଣ୍ଡିଆର ଦୃଶ୍ୟଟା କେମିତି ଦେଖାଯାଉଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆମର ସେ ଉପରେ ଅଛନ୍ତି ଗିରି ଗୋବର୍ଦ୍ଧନ ଠାକୁର କି କ'ଣ କେଜାଣି, ମୁଣ୍ଡିଆ ଉପରେ ପୁରା ଅଛନ୍ତି। ମୁଁ ସେଠିକି ଯିବି ବୋଲି କେତେ ରହିଲି କିନ୍ତୁ ଯାଇପାରୁନି। ତ ଚାଲ ଆମ ପାର୍ସଲ ତ ସରିଗଲା, ଆମେ ଏବେ କୁଆ ଯିବା, ଘରକୁ ଯିବା ଶୀଘ୍ର। ଆଉ ଭାଇ ଏବେର ସମୟ ହେଲା 5:30। 5:30ରେ ମୋର ଯେତେବେଳେ ପାର୍ସଲ ପିକ ସବୁ କ୍ଲିୟର ହେଇଯାଇଛି। ମୁଁ ବର୍ତ୍ତମାନ ଯାଉଛି ଅଫିସକୁ। ଏତେ ଲେଟ୍ ହେଲା କ'ଣ ପାଇଁ, ଟିକେ ଫିଲ୍ଡରୁ ଆସିଲା ପରେ ଟିକେ ରେଷ୍ଟ ନେଇଗଲି। ଆଉ ଯେହେତୁ ଟିକେ ଖରା କମିଗଲା ଯାଉଛି ଅଫିସକୁ। ଆଉ ଭାଇ ଭୋକ ପ୍ରବଳ ହେଉଥିଲା କିନ୍ତୁ ଭାତ ଖାଇବାକୁ ଇଚ୍ଛା ହେଲାନି, ସେଥିପାଇଁ ବରା ଚପ ଟିକେ, ବରାକୁ ପିଆଜି ଟିକେ ଆଣିଛି ହେରି କିଣିକି 20 ଟଙ୍କା ହେବ ଖାଇବା ପାଇଁ। ତ ଚାଲ ବରାକୁ ଆଉ ଯେଉଁ ଆମେ ଆଣିଛେ ପିଆଜି ଆକୁ ଖାଇବା। ଖାଇସାରିଲା ପରେ ଅଫିସକୁ ଯିବା ହାରି। ଆଉ ଅଫିସରେ ଗଲେ କଥା ହେବା କେତେଟା ପାର୍ସଲ ଦେବା ସହିତ ଆଉ କେତେ ଟଙ୍କା ଇନକମ୍ ହେଇଛି। ଆଉ ଏବେର ସମୟ ହେଲା 7:30। 7:30ରେ ମୁଁ ଅଫିସରେ ଆସିକି ପହଞ୍ଚି ଯାଇଛି। ଆସିକି ମୋର ଯେତେବେଳେ ପାର୍ସଲ ପିକ ଥିଲା ସବୁ ମୁଁ କ୍ଲୋଜ୍ କରିକି ବାହାରି ପଡ଼ିଲିଣି ଘରକୁ ଯିବାକୁ। ଆଉ ମୁଁ ଆଜି ଏକ୍ସପ୍ରେସ୍ ସର୍ଭିସ୍ ପ୍ଲସ୍ ସାଡୋ ଫ୍ୟାକ୍ସରେ 49ଟା ପାର୍ସଲ ଡେଲିଭରି କରିପାରିଛି ସକ୍ସେସଫୁଲି। ଆଉ 49ଟା ପାର୍ସଲରେ ମୋର ଆଜିର ଇନକମ୍ କେତେ ଟଙ୍କା ନିହାତି ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ତ ଠିକ୍ ଅଛି, ଆଜି କେତେ ଟଙ୍କା ଇନକମ୍ ହେଲା ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ, ଜୟ ହିନ୍ଦ।